ସାର୍ ମୁଁ ତ ନୂତନ ଭାବେ ନିର୍ବାଚିତ କରାଯାଇଛି ଯେଉଁ 14 ତାରିଖରେ ଗତ 14 ତାରିଖରେ ଆଗଟା ତ ମୁଁ କିଛି ଜାଣି ନାହିଁ। ମୋ ନାଁ ଦୀନବନ୍ଧୁ ଗଣ୍ଠ SMC କମିଟିର ସଭାପତି। ତ ଦେଖନ୍ତୁ ସାର୍ ଆଗରେ କେଉଁଟା ହେଉଥିଲା କେଉଁଟା ନାହିଁ ମୁଁ ତ ଜାଣି ନାହିଁ। ଏବେ ମୋତେ 14 ତାରିଖରେ ନିର୍ବାଚିତ କରିଛନ୍ତି। ଏବେ ଆମେ ସେ ଭିଡ଼ିଓ ମାଧ୍ୟମରେ ଆପଣ ବି କହୁଛନ୍ତି ସେଟା ବି ମୁଁ ଭଲସେ ଜାଣି ନାହିଁ ଗଲା ପରି। ତାପରେ ଏବେ ଯେଉଁ ସେ ଭିଡ଼ିଓ ମାଧ୍ୟମରେ ସେ ବି ଭାଇରାଲଟା ସେଦିନ ମିଟିଂ ବି ହେଇଥିଲା ଆମର ସ୍କୁଲରେ। ତାପରେ ମୁଁ ସମସ୍ତଙ୍କୁ ବୁଝାଇ କରି କହିଲି ନାଇଁ ଏପରି ଭୁଲ କରନ୍ତୁ ନାହିଁ ବୋଲିକି କହିଛି। ସେଟା ଆଗରୁ ଯେଉଁ SSC କମିଟି ଥିଲେ ସେମାନେ ମଧ୍ୟ ଆଗରୁ କ'ଣ ଭାଇରାଲ ହେଇଥିଲା କ'ଣ ହେଇଥିଲା ସେଟା ମଧ୍ୟ ଦେଇଥିଲେ ଆଗରୁ। ତାର ପଛେ ସାର୍ ମାନେ ଆଉ ସୁଧୁରୁ ନାହାନ୍ତି ବୋଲିକି ଆଉ ଦିଆହେଇଥିଲା ପରେ ଲାଗୁଛି। ସାର୍ ସେଟା ତ ଭିଡ଼ିଓ ମାଧ୍ୟମରେ ମୁଁ ବି ଦେଖୁଛି, ମୁଁ ତ ଦେଖି ନାହିଁ ନିଜେ। ସେଟା ତ ମୁଁ ବି ସେ ସ୍କୁଲ ଯେଉଁଦିନ ମିଟିଂ ହେଇଥିଲା ସେଦିନ ବି ବୁଝାଇଥିଲି ଏପରି ଚାଲୁ ନାହିଁ, ଯଦି ଏପରି ଚାଲୁଛି ବୋଲେ ଆଗକୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲିକିରି ମୋ ତରଫରୁ କହୁଛି। ସେ 9 ତାରିଖ ନା 3 ତାରିଖରେ ଗୋଟେ ଯାଇଥିଲୁ ଆଉ ଜଣାଇଥିଲୁ। ଦେଖନ୍ତୁ ସାର୍ DO ସାର୍କୁ ଜଣାଇ ଦିଆହେଲା। ଦେଖନ୍ତୁ ସାର୍ ଯଦି ଏପରି ହୁଏ ତାପରେ ଆମକୁ ପଇସା ଦେବେ ନାହିଁ ବୋଲି ଆମକୁ ସେଇଟା ଇନକ୍ୱାରି ପାଇଁ ପଠାଇବି ବୋଲିକି